ଭାଇରେ ଇକେୱାଇସି ଶବ୍ଦଟି ସରକାରୀ ସ୍ତରରେ ଏବେ ଅଧିକାଂଶ ଲୋକଙ୍କୁ ଅଣନିଶ୍ୱାସୀ କଲାଣି। ପ୍ରଥମେ ରାସନ କାର୍ଡ଼ରେ, ବର୍ତ୍ତମାନ କୃଷକ ପଞ୍ଜୀକରଣରେ ବ୍ୟବହାର ସେ ହେଲାଣି। ରାସନ କାର୍ଡ଼ରେ ସିନା ମୃତ ଭୂତ ହିତାଧିକାରୀ ହୋଇଥିଲା ଚିହ୍ନଟୀକରଣ, ଆଉ ବାହାର ରାଜ୍ୟରେ ରହି କାମ କରୁଥିବା ଲୋକମାନେ ହୋଇଥିଲେ ନାହିଁ ନଥିବା ହଇରାଣ। ବର୍ତ୍ତମାନ ଜୀବିତ ଲୋକମାନେ ହେବେ ହଇରାଣ। କାହିଁ କହିଲେ, କୃଷକ ପଞ୍ଜୀକରଣ କରିବାକୁ ହେଲେ ଆପଣଙ୍କ ନାମରେ ପଟ୍ଟା ଥିବା ଦରକାର, ନଚେତ ଅଲଗା ଭାଇଠୁ ଆପଣଙ୍କୁ ଲେଖା ଆଣିବା ଦରକାର। ଆଜି ବି ଆମର ସମସ୍ତ ଜମି ଆମ ଜେଜେବାପା ତାଙ୍କ ଭାଇଙ୍କ ନାମରେ ଅଛି ପଞ୍ଜୀକରଣ। ମୋ ଜେଜେବାପା ତାଙ୍କ ଭାଇଙ୍କ ମୃତ୍ୟୁ ପରେ ପରେ ଆମ ବାପା ଦାଦାମାନେ ବହୁ ବର୍ଷ ପୂର୍ବରୁ ବି କଲେଣି ମୃତ୍ୟୁବରଣ। ବର୍ତ୍ତମାନ ଆମ 20 ଭାଇଙ୍କ ମଧ୍ୟରେ ଜମି ତ ହୋଇନାହିଁ ସେପାରେଟିକରଣ, ତେଣୁ ଗୋଟିଏ ଖାତା ନମ୍ବରକୁ ନେଇକି 20 ଭାଇ ମଧ୍ୟରେ କିପରି ହେବ କୃଷକ ରେଜିଷ୍ଟ୍ରୀକରଣ? ଆଉ ଗୋଟିଏ କଥା ରହିଲା ଯେ ଭାଗ ଚାଷୀ ତା'ର ମାଲିକକୁ ମାଗିକି ଲେଖା ଆଣିବ। ଏଇଟା କେବେ କେଉଁଠି ସମ୍ଭବ ହେଇନି କି ଭାଇ, ହେବନି। ଯଦି ଗୋଟିଏ ଭାଗ ଚାଷୀ ଯାଉଛି ତା ମାଲିକକୁ ଲେଖିବାକୁ ଆଣିବାକୁ ଯେ ମୁଁ ଭାଗ ଚାଷୀ ବୋଲି, ସେ ତାକୁ ଦେବେନି କେବେ ହେଲେ ଲେଖିକି ଏହାର ପ୍ରମାଣ। କାହିଁ କହିଲେ, ସିଏ ନିଜେ ବହୁତ ଚାଲାକ। ଅଧିକାଂଶ ଲୋକ ନିଜ ନାମରେ କରିନେବେ ପଞ୍ଜୀକରଣ, ସରକାରୀ ମଣ୍ଡିର ଉଚ୍ଚ ଦର ସହ ମାରିନେବେ ଚାଷୀର ଯନ୍ତ୍ରପାତି ସହ ସୁବିଧା ଉପକରଣ।